हेलो गाइज वेलकम टू माय चैनल। तो ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବେ। ତ ଆଜିର ଯେଉଁ ଭିଡ଼ିଓ ତ ସମସ୍ତଙ୍କର ଖାସ୍। ତ ସମସ୍ତଙ୍କୁ କ୍ରିକେଟ୍ ଭଲ ଲାଗେ, ମୁଁ ବି ସମସ୍ତଙ୍କ ଭଳି ଜଣେ। ତ ମୁଁ ବି ଗୋଟେ ଦିନ ଥିଲା, ମୁଁ ବି ବହୁତ କ୍ରିକେଟ୍ ଖେଳୁଥିଲି ଛୋଟବେଳେ। କ୍ରିକେଟ୍ ଖେଳରେ ଆପଣମାନେ ବିଲିଭ୍ କରିବେନି, ତ ଆମେ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲୁ ଆମେ ଟ୍ୟୁସନ୍ ଯାଇଥିବୁ, ଟ୍ୟୁସନ୍ ଛୁଟି କରି କ୍ରିକେଟ୍ ଖେଳିବାକୁ ପଳେଇଥିବୁ। ସ୍କୁଲ ଯାଇଥିବୁ, ସ୍କୁଲରୁ ବେଗ୍ ନେଇକିରି ପଳେଇଥିବୁ କ୍ରିକେଟ୍ ଖେଳିବାକୁ। ତ ଏଇଭଳିଆ କ୍ରିକେଟ୍ ଖେଳର ନିଶା ଥିଲା। ମୋର ବି ଗୋଟେ ଅନଷ୍ଟୋଲ୍ ଷ୍ଟୋରି ଅଛି କ୍ରିକେଟ୍ ଉପରେ। ତ ଆପଣମାନେ ବହୁତ ଲୋକ ଜାଣିନଥିବେ, ମୋର କ୍ଲୋଜ୍ ଫ୍ରେଣ୍ଡ ହୁଅନ୍ତୁ, ମୋର କ୍ଲୋଜ୍ ଫ୍ୟାମିଲି ହୁଅନ୍ତୁ, ସେମାନେ ଜାଣିଛନ୍ତି କି ମୁଁ କ୍ରିକେଟ୍ ପାଇଁ କେତେ ପାଗଳ ଥିଲି। ତ ଏବେ ଧୀରେ ଧୀରେ ଯେତେବେଳେ ଏଜ୍ ହେଇଯିବ, ଏଜ୍ ହେଇଗଲା ପରେ ଆପଣମାନେ ଧୀରେ ଧୀରେ ଜାଣିପାରିବେ ରିଆଲିଟି ଲାଇଫ୍ର କ'ଣ। ଆପଣମାନଙ୍କ ଉପରେ ଯେତେବେଳେ ରେସ୍ପନ୍ସିବିଲିଟି ଗୋଟେ ଆସିବ, ଆପଣମାନେ ସବୁ ଧୀରେ ଧୀରେ ଛାଡ଼ିଦେବେ। ତ ମୋ ସାଙ୍ଗରେ ବି ଆପଣମାନଙ୍କ ଭଳି ମୁଁ ଜଣେ ଥିଲି। ମୁଁ ବି କ୍ରିକେଟ୍ ପ୍ରେମୀ ଥିଲି, ମୁଁ ବି ବହୁତ କ୍ରିକେଟ୍ ଖେଳିଛି, ବହୁତ କ୍ରିକେଟ୍ ମ୍ୟାଚ୍ ଦେଖିଛି। ତ ବହୁତ କ୍ରିକେଟ୍ ମ୍ୟାଚ୍ ଖାଇବା ପିଇବା ବନ୍ଦ କରିବି ମୁଁ ଦେଖିଛି। ତ ମୋର ବି ଆମ ଘରେ ବି ବହୁତ ଲୋକ, ମୋ ବାପା ମାଆ ହୁଅନ୍ତୁ, ମୋ ବାପା ଭାଇ ହୁଅନ୍ତୁ, କି ଆମର ସମସ୍ତେ ରିଲେଟିଭ୍ କ୍ରିକେଟ୍ ଦେଖିବାକୁ ବି ଭଲ ପାଆନ୍ତି। ତ ଏଇଭଳିଆ ଜିନିଷ ସବୁ ଥିଲା। ତ ମୁଁ ଯେତେବେଳେ ବିଟେକ୍ କରୁଥିଲି, ମୁଁ ଯେତେବେଳେ ଇଞ୍ଜିନିୟରିଂ କରୁଥିଲି, ମୁଁ ବି ଗୋଟେ କ୍ରିକେଟ୍ ଖେଳିବି ବୋଲି ବହୁତ ନିଶା ମୋର ଥିଲା। ନିଶା ଭିତରେ ମୁଁ ବି ଭାବିଲି କି ମୁଁ ଟିକେ ଦେଖିବା, ଗୋଟେ ଟ୍ରାଏ କରିବା। ଆକ୍ଚୁଆଲି କ୍ରିକେଟ୍ରେ ଅଣ୍ଡର୍ 14, ଅଣ୍ଡର୍ 16, ଅଣ୍ଡର୍ 19, ଅଣ୍ଡର୍ 22, ଅଣ୍ଡର୍ 23, ତ ଏଇଭଳିଆ ସବୁ କାଟାଗୋରୀ ସବୁ ଅଛି। ତ ଏ କାଟାଗୋରୀ ତୁମେ ଯଦି ନ ଖେଳିବ, କି ରଞ୍ଜି ମ୍ୟାଚ୍ ନ ଖେଳିବ, ତୁମକୁ ବିଜୟ ହଜାର ଟ୍ରଫି ନ ଖେଳିବ, ତୁମକୁ ଇଣ୍ଟରନ୍ୟାସନାଲ୍ ଲେବୁଲ୍ରେ କ୍ରିକେଟ୍ ମିଳିବା ଗୋଟେ ବହୁତ ବଡ଼ କଥା। ତ ଏଇଭଳିଆ ଭିତରେ ମୁଁ ଚିନ୍ତା କଲି କି ନାଇଁ ଟିକେ କ୍ରିକେଟ୍ ଫ୍ରିକେଟ୍ ଖେଳିବା। ତ ଦେଖିବାକୁ ଗଲେ ଆମେ ଏତେ ଭଲ ଲେବୁଲ୍ରେ ଖେଳିନେ, ତଥାପି ଗୋଟେ ମନରେ ଥାଏ କି ସମସ୍ତଙ୍କ ଭଳି ଆମେ ଗୋଟେ କ୍ରିକେଟର୍ ହେବା, ଆମେ ବି କ୍ରିକେଟ୍ ଖେଳିବା, ଆମକୁ ବି ଲୋକ ଦେଖନ୍ତୁ, ଆମେ ବି ବିରାଟ କୋହଲି, ରୋହିତ ଶର୍ମା, MS ଧୋନି, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହବାଗ ଭଳି ଗୋଟେ ଭଲ ପ୍ଲେୟାର ହିଁ ବାହାରିବା। ତ ଯେହେତୁ ଆମେ ଓଡ଼ିଶାରେ ଜନ୍ମ, ଓଡ଼ିଶାରୁ ଆମର ଏତେ ଭଲ ଇଣ୍ଟରନ୍ୟାସନାଲ୍ ପ୍ଲେୟାର ନାହାନ୍ତି। ତ ଦେବାଶିଷ ମହାନ୍ତି କିଛି ମ୍ୟାଚ୍ ଖେଳିଛନ୍ତି, ତାପରେ ଚାନ୍ସ ପାଇଲେନି। ଶିବସୁନ୍ଦର ଦାସ ବି ଖେଳିଛନ୍ତି କିଛି ମ୍ୟାଚ୍, ସେମାନେ ବି ଏତେ ଚାନ୍ସ ପାଇଲେନି। ତଥାପି ରଞ୍ଜିରେ ଓଡ଼ିଶା ରଞ୍ଜି ବି ଏତେ ଭଲ ପରଫର୍ମାନ୍ସ ନାହିଁ। ଓଡ଼ିଶାରୁ ଯେହେତୁ ପିଲାଙ୍କୁ ଏତେ ଚାନ୍ସ ମିଳୁନି, IPLରେ ଓଡ଼ିଶା ପିଲା କେହି ନାହାନ୍ତି। ତଥାପି ଚେନ୍ନାଇରେ ଜଣେ ଏବେ ଯାଇଥିଲେ ଆମର ଓଡ଼ିଶା ରଞ୍ଜିରୁ, ତ ସେ ବେଶୀ ଦିନ ବି ଖେଳିପାରିଲେନି। ତ ଆମର ଯେଉଁ ଶୁଭ୍ରାଂଶୁ ସେନାପତି ଥିଲେ ଚେନ୍ନାଇ ସୁପର କିଙ୍ଗ୍, ତ ଚେନ୍ନାଇ ସୁପର କିଙ୍ଗରେ ଧୋନିଙ୍କ ସହିତ ସେ ଡ୍ରେସିଂ ରୁମ୍ ସେୟାର କରିଛନ୍ତି, ଧୋନିଙ୍କ ସହିତ ସେ ଖେଳିଛନ୍ତି। ତାଙ୍କୁ କିଛି ଦିନ ଫିଲ୍ଡିଂ ବି ତାଙ୍କୁ ଚାନ୍ସ ମିଳିଛି କିଛି କରିବା ପାଇଁ, କିନ୍ତୁ ଏତେ ବ୍ୟାଟିଂ ବୋଲିଂ ତାଙ୍କୁ ଏତେ ଚାନ୍ସ ମିଳିନି, ଯେହେତୁ ବ୍ୟାଟ୍ସମ୍ୟାନ୍ ସେ ଥିଲେ। ତ ତାଙ୍କୁ ଏତେ ଚାନ୍ସ ବି ମିଳିନି। ତ ଏଇଭଳିଆ ସିଚୁଏସନ୍ ଭିତରେ ଓଡ଼ିଶାର ରଞ୍ଜି, ତ ଆପଣ ଜାଣିଥିବେ ଓଡ଼ିଶା ରଞ୍ଜି ଏତେ ବି ଚାନ୍ସ ପିଲା ପାଉନାହାନ୍ତି। ଓଡ଼ିଶା ରଞ୍ଜି ବି ବହୁତ ମ୍ୟାଚ୍ ହାରୁଛି, ବହୁତ ଛୋଟ ଛୋଟ ଟିମ୍ ଠାରୁ ବି ହାରୁଛି। ତ ଧୀରେ ଧୀରେ ଏବେ ଗ୍ରୋ କରୁଛି, ତଥାପି ଓଡ଼ିଶାର ପିଲାମାନଙ୍କୁ ବହୁତ ଚାନ୍ସ ମିଳୁନି। ତ ମୁଁ ଆକ୍ଚୁଆଲି ଯେତେବେଳେ ମୁଁ ପାଠ ପଢ଼ୁଥିଲି, ମୁଁ ବି ଚିନ୍ତା କରୁଥିଲି ମୁଁ ବି ଯାଇକିରି 10th ପରେ ହେଉ କି +2 ପରେ ହେଉ କି ଗୋଟେ କ୍ରିକେଟର ଗୋଟେ ଉପର ଲେଭେଲରେ ଖେଳିବା। ଯେହେତୁ ମୋ ଫ୍ୟାମିଲି ଦିଲ୍ଲୀରେ ଥିଲେ, ତ ମୁଁ ବି ସେମିତି ଦିଲ୍ଲୀ ଯାଇଥିଲି। ଛୋଟବେଳେ ବହୁତ 5 ଟଙ୍କିଆ ମ୍ୟାଚ୍ ଆମେ କରିଛୁ, 5 ଟଙ୍କାର ମ୍ୟାଚ୍ ପକେଇବୁ, 5 ଟଙ୍କାର ସାଙ୍ଗମାନଙ୍କ ସହିତ ଆମେ ଖେଳିବୁ। ଘରୁ ନେଇକି ଯିବୁ 5 ଟଙ୍କା, ତାକୁ ହାରିକିରି 5 ଟଙ୍କା ଦେଇକିରି ଆସିବୁ। ଫିଲ୍ଡିଂ ସାଇକେଲରେ 4 ଜଣଙ୍କୁ ବସେଇ, ସେ ଯେଉଁ ଷ୍ଟୋରି ସବୁ ଥିଲା, ତ ଆପଣମାନେ ମୋର ଯିଏ କ୍ଲୋଜ୍ ସବୁ ଜାଣିଥିବେ ଏ ଷ୍ଟୋରି, ତ ଏ କଥା ସବୁ ଜାଣିଥିବେ। ତ ସେଇଭଳିଆ ଜିନିଷ ଭିତରେ ତ ମୁଁ ଚିନ୍ତା କଲି, ମୁଁ କହିଲି ବହୁତ ଦିନର ଗୋଟେ ମୋର ସ୍ମୃତି ଥିଲା, ମୋର ଗୋଟେ ଷ୍ଟୋରି ଥିଲା କ୍ରିକେଟ୍ ନେଇକି, ମୁଁ ଗୋଟେ ଭିଡ଼ିଓ ବନେଇବି, ଆପଣମାନଙ୍କୁ ଜଣେଇବି। ମୁଁ ଯେହେତୁ ଗୋଟେ ଚ୍ୟାନେଲ୍ ଖୋଲିଛି, ତ ଯେହେତୁ ମୁଁ ଗୋଟେ ପର୍ସନାଲ୍ ଚ୍ୟାନେଲ୍ ଗୋଟେ ଖୋଲିଛି ମୋର, ମୁଁ ଭାବିଲି କି ଆପଣମାନଙ୍କୁ ଗୋଟେ ମୋର ଷ୍ଟୋରି ଭଲ ଲାଗିବ, ତ ମୁଁ ସେଥିପାଇଁ ଏ ଭିଡ଼ିଓଟା ବନେଇଛି। ତ ଆପଣମାନଙ୍କୁ ଭଲ ଲାଗୁଛି କି ଭଲ ଲାଗୁନି ଆପଣ କମେଣ୍ଟରେ କମେଣ୍ଟ କରିବେ। ତ ଏଇଭଳି ଜିନିଷ ଭିତରେ ମୁଁ ଦିଲ୍ଲୀ ଯାଇଥିଲି। ଗାଁ ବାହାରେ ତ ବହୁତ ଖେଳ ହୁଏ, ବହୁତ ସାଙ୍ଗସାଥି ଝଗଡ଼ା ମଗଡ଼ା, ପାଟିତୁଣ୍ଡ, ମରାମରି। ବ୍ୟାଟ୍ ମୋର ଗୋଟେ MRF ବ୍ୟାଟ୍ ଥିଲା, ତ ମୋର ଆସିଥିଲା ଗୋଟେ MRF ବ୍ୟାଟ୍। ତ MRF ବ୍ୟାଟ୍ରେ ମୁଁ ବହୁତ ମ୍ୟାଚ୍ ଖେଳିଛି, ତାକୁ ମୁଣ୍ଡ ତଳେ ଦେଇକି ଶୋଉଥିଲି। ତ ବହୁତ ତାକୁ ଧରିକିରି କେତେ ଦିନ ମୁଁ ଶୋଇଛି, ତାକୁ ସକାଳୁ ଉଠିକିରି ପଳେଇବି ଲୁଚେଇକିରି ନେଇକିରି, ତାକୁ ତାପରେ ଘରେ ଆସି ମାଡ଼ ଖାଇବି ତା ପାଇଁ, କ୍ରିକେଟ୍ ଖେଳ ପାଇଁ। ତ ଯେହେତୁ ଏଇଭଳିଆ ସିଚୁଏସନ୍ ଭିତରେ ମାମୁଁ ଘର ପାଖରେ ଗୋଟେ ଥିଲା ପଡ଼ିଆ, ତ ସେ ପଡ଼ିଆରେ ଆମେ ବି ଟିକେ ସାଙ୍ଗ ହିଁ ଖେଳୁଥିଲୁ। ମୁଁ ଆକ୍ଚୁଆଲି ଛୋଟ ପିଲାଟେ, ଛୋଟିଆଟେ ଥିଲି, ମୋତେ ବ୍ୟାଟିଂ ବୋଲିଂ ଦିଅନ୍ତିନି। ମୋତେ ଗୋଟେ ବ୍ୟାଟିଂ ଦେବେ, ମୋର ଭାରି ଇଚ୍ଛା ଥିବ ଗୋଟେ ଛକା ମାରିବି ବୋଲି। ଛକା ଗୋଟେ ମାରିଲେ ଗୋଟେ ବହୁତ ବଡ଼ କଥା ସେତେବେଳେ। ମୋର ଛୋଟିଆ ଛୁଆଟେ, ତମ ଛୋଟିଆ ଛୁଆଟା, ତୁ କ'ଣ ଖେଳିବୁ, ଇଏ କରିବୁ ସିଏ କରିବୁ, ଗୋଟେ ଫିଲ୍ଡିଂ ମୋତେ ଆଉଟ୍ କରିଦେବେ, ଇଏ କରିଦେବେ। ଏଇଭଳିଆ ଜିନିଷ ଭିତରେ ମୋର ବି ଭାରି ଇଚ୍ଛା ଗୋଟେ ଥିଲା କି ମୁଁ ଟିକେ କ୍ରିକେଟ୍ ଫିକେଟ୍ ଖେଳିବି। ତ ମୁଁ ବି ଆକ୍ଚୁଆଲି ବହୁତ ଇଚ୍ଛା ଭିତରେ ମୁଁ ବହୁତ, ମୋତେ ଚାନ୍ସ ମିଳେନି। ମୋତେ ଫିଲ୍ଡିଂ କରେଇବେ ଖାଲି, ମୋତେ ନେଇଯିବେ, ହଁ ତୁ ଖେଳିବୁ ଖେଳିବୁ କହିବେ, କିନ୍ତୁ ମୋତେ ବ୍ୟାଟିଂ ବୋଲିଂ ଦେବେ ନାହିଁ। ତ
ତ ଏଇଭଳିଆ ଭିତରେ ମୁଁ ଚିନ୍ତା କଲି ଗାଁ ଫାଁରେ ହେଲେ ଟିକେ ପିଲାଙ୍କ ସାଙ୍ଗରେ ଖେଳେଇ। ଏବେ ତ ବହୁତ ଟାଇମ୍ ମିଳୁନି ପିଲାମାନଙ୍କ ସହିତ ଗାଁରେ ଯାଇ ଖେଳିବାକୁ, ଯେହେତୁ ଏଜ୍ ହେଲାଣି, ବାହାରେ ରହିଲିଣି। ତ ଜବ୍ ଫବ୍ କରୁଛ, ଗୋଟେ ତୁମେ ଟାଇମ୍ ମ୍ୟାନେଜମେଣ୍ଟ ତ ହେଇପାରୁନି। ଗୋଟେ ଗାଁକୁ ତ ଆମେ ବେଶୀ ଦିନ ଯାଇପାରୁନୁ, ଯେହେତୁ ଗାଁକୁ ଯାଉଛି 2-4 ଦିନ, କେଉଁଠି ଗାଁରେ ରୁହ ନ ରୁହ ପଳେଇ ଆସ। ତ ଏଇଭଳିଆ ସିଚୁଏସନ୍ ଭିତରେ ମୁଁ ଆକ୍ଚୁଆଲି ଯେତେ ବଡ଼ ହେଲି, ମୁଁ ଇଞ୍ଜିନିୟରିଂ କଲାବେଳେ ମୋର ଗୋଟେ ଫେର୍ ମନ ହେଲା କି ଚାଲ ଗୋଟେ କ୍ରିକେଟ୍ ଫ୍ରିକେଟ୍ ଖେଳିବା। ତ ଇଞ୍ଜିନିୟରିଂ ଟାଇମ୍ରେ କଲେଜ୍ ଫଲେଜ୍ ସେଠି ଖେଳୁ। କଲେଜ୍ ଟାଇମ୍ରେ ବହୁତ ସାଙ୍ଗମାନେ ଭଲ ଖେଳନ୍ତି, ବହୁତ ଭଲ ବ୍ୟାଟିଂ ବୋଲିଂ କରନ୍ତି। ତ ମୁଁ ବି ତାଙ୍କ ସହିତ ବି ଖେଳେ। ଖେଳିବା ଭିତରେ ଟିକେ ଇଣ୍ଟରେଷ୍ଟ ବଢ଼ିଲା। ଇଣ୍ଟରେଷ୍ଟ ବଢ଼ିଲା ଭିତରେ ମୁଁ ଇଞ୍ଜିନିୟରିଂ ପରେ ଯାଇଥିଲି ଦିଲ୍ଲୀ ଖେଳିବାକୁ। ତ ଆପଣ ବିଲିଭ୍ କରିବେନି, ଦିଲ୍ଲୀ ଯେତେବେଳେ ମୁଁ ଗଲି ଖେଳିବା ପାଇଁ, ତ ଦିଲ୍ଲୀରେ ଆପଣ ଯେତେବେଳେ ଦେଖିବେ, ଦିଲ୍ଲୀରେ ଛୋଟ ଛୁଆମାନେ ସେ ଯେଉଁ ଖେଳ ଖେଳୁଛନ୍ତି, ତାଙ୍କ ବାପା ମାଆ ତାଙ୍କୁ କିଡ଼ସ୍ ବ୍ୟାଗ୍ ଦେଇକିରି ପଠେଇବେ, କାର୍ରେ ଆଣିକିରି ଡ୍ରପ୍ କରିବେ, କାର୍ରେ ଡ୍ରପ୍ କରି ସେମାନଙ୍କୁ କାର୍ରେ ନେବା ଆଣିବା କରିବେ। ତ ଏଇଭଳିଆ ଭିତରେ ସେମାନେ ଯେଉଁ ବ୍ୟାଟିଂ ବୋଲିଂ, ମାନେ ତାଙ୍କର ଯେଉଁ ହ୍ୟାଣ୍ଡ ଷ୍ଟାଇଲ୍, ମାନେ ଏମିତି ସଟ୍ ମାରିବା, କେଉଁ ଆଙ୍ଗେଲରେ କେତେ ଗୋଡ଼ ଆଗକୁ ଆସିବ, କେତେ ଗୋଡ଼ ପଛକୁ ଆସିବ, ଲେଫ୍ଟି ହେଉ ରାଇଟ୍ ହେଉ, ତ ସିଏ ପୁରା ମାନେ ଷ୍ଟ୍ରେଟ୍ ବ୍ୟାଟ୍ ଚଲାଇବା। ତ ଆମେ କ'ଣ ଗାଁ ଫାଁରେ ଗୋଟେ ଖେଳିଛେ, ଯେହେତୁ ଆମର କ'ଣ ଏମିତି ବ୍ୟାଟ୍ ଚଲେଇବା, ମାନେ ଗୋଟେ ନର୍ମାଲ୍ ଆମେ ଏମିତି ବି ବ୍ୟାଟିଂ କରୁନେ, କାହିଁକିନା ଆମର ଏମିତି ବ୍ୟାଟ୍ଟା ବୁଲି ଯାଉଛି, ଆମେ ଏମିତି ବ୍ୟାଟିଂ କରୁଛେ। ତ ଏଇଭଳିଆ ଭିତରେ ମୁଁ ଯେତେବେଳେ ସେଠି ଦେଖିଲି, ମୁଁ କହିଲି ଆମ ଲେବୁଲ୍ର, ଆମେ ଏତେ ଏଜ୍ ଭିତରେ 22-23 ବର୍ଷରେ ତୁମେ ଯାଇକିରି ଗୋଟେ ଇଞ୍ଜିନିୟରିଂ ପାସ୍ ଆଉଟ୍ ପରେ ଗୋଟେ ତୁମେ ଯାଇକିରି କ୍ରିକେଟ୍ ଖେଳିବାକୁ ଯିବ, ସେଇଟା ତ କେବେ ପସିବୁଲ୍ କଥା ନୁହେଁ। ତ ଏଇଭଳିଆ ଭିତରେ ମୁଁ ଯେତେବେଳେ ଦେଖିଲି, ମୁଁ କହିଲି ଦିଲ୍ଲୀରେ ମାନେ ତୁମେ ଯଦି ଖେଳିବାକୁ ଯିବ, ତୁମକୁ ସିଏ ମୋତେ କହିଲେ କି, ବାପା ବି ଇଣ୍ଟରେଷ୍ଟ ଥିଲେ କି, ନାଇଁ ତୁ ଯଦି ଖେଳିବାକୁ ଇଣ୍ଟରେଷ୍ଟ ଅଛି, ତୁ ଖେଳେ, କିଛି ଅସୁବିଧା ନାହିଁ, ମୁଁ ପଇସା ପତ୍ର ଦେବି। ତ ଏଇଭଳିଆ ଭିତରେ ଆମେ ଯାଇଥିଲୁ। ଯିବା ଭିତରେ ମୁଁ ଯେତେବେଳେ ଗଲି, ତ ସେତେବେଳେ ସେବାଗଙ୍କର ଗୋଟେ ଥିଲା, ବୀରେନ୍ଦ୍ର ସେବାଗଙ୍କ, ତାଙ୍କର ଗୋଟେ ଥିଲା ଗୋଟେ ମାନେ କ୍ରିକେଟ୍ ଷ୍ଟାଡ଼ିୟମ୍, ମାନେ ନିଜର ଗୋଟେ ଅଛି କ୍ରିକେଟ୍ ଏକାଡେମୀ ଟାଇପ୍ର। ସେଠି ରହିବା, ଖାଇବା, ତୁମେ କ୍ରିକେଟ୍ ଖେଳିବ ୱିଥ୍ ତରକ ସିହ୍ନା ଯିଏ ଅଛନ୍ତି, ତାଙ୍କ କୋଚ୍, ଆମର ରିଷଭ ପନ୍ଥ ହୁଅନ୍ତୁ କି ଶିଖର ଧୱନ ହୁଅନ୍ତୁ, ତାଙ୍କର ଜଣେ କୋଚ୍ ଅଛନ୍ତି, ତାଙ୍କର ବି ସେଠି ମୁଁ ଯାଇଥିଲି। ତ ଆମେ ଯାଇକି ସେଠି ବି ବୁଝିଥିଲୁ। ସେଠି ବି ସେମିତି 3 ଲକ୍ଷ 4 ଲକ୍ଷ ଭଳିଆ ଥିଲା। ତ ଏଠି ବି ସେ ଆମର ବୀରେନ୍ଦ୍ର ସେବାଗଙ୍କର ତାଙ୍କର ଯେଉଁ ଏକାଡେମୀ, ସିଏ ଆକ୍ଚୁଆଲି 5-6 ଲକ୍ଷ ନେଇଥାନ୍ତେ ତାଙ୍କର ସେଠି ଖାଇବା ପିଇବା ରହିବା ୱିଥ୍ ଖେଳିବା। ତ ଆଶିଷ ନେହେରା ସିଏ ଯେଉଁଠି ଶିଖୁଥିଲେ, ବୀରେନ୍ଦ୍ର ସେବାଗ, ଆଶିଷ ନେହେରା, ସେଠି ବି ଯାଇଥିଲି। ତ ଏଇଭଳିଆ ଜିନିଷ ଭିତରେ ତ ଏସବୁ ଦିଲ୍ଲୀର ପ୍ଲେୟାର ଥିଲେ। ତ ଆମର ଯେଉଁ ବିରାଟ କୋହଲି ଯେଉଁଠି ଶିଖୁଥିଲେ, ତ ସେଠିକି ମୁଁ ଆକ୍ଚୁଆଲି ଯିବା ପାଇଁ ପ୍ଲାନ୍ ଥିଲା, କିନ୍ତୁ ମୁଁ ଯାଇନଥିଲି। ତ ଆକ୍ଚୁଆଲି ମୁଁ ଦେଖିବାକୁ ଗଲେ ମୁଁ ଏତେ ଭଲ ପ୍ଲେୟାର ନୁହଁ, ତଥାପି ଟିକେ ଇଣ୍ଟରେଷ୍ଟ ଯେହେତୁ ଥାଏ, ଗୋଟେ ଖେଳରେ ସମସ୍ତଙ୍କର ଇଣ୍ଟରେଷ୍ଟ ଥାଏ। ତ ସମସ୍ତେ ଭାବନ୍ତି କ୍ରିକେଟ୍ ଖେଳିବା, ତ ମୁଁ ବି ଆପଣଙ୍କ ଭଳି ଜଣେ, ମୋର ବି ଗୋଟେ ଇଣ୍ଟରେଷ୍ଟ ଥିଲା। କିନ୍ତୁ ମୁଁ ରଙ୍ଗ ଟାଇମ୍ରେ ଯାଇଥିଲି, ମାନୁଛି। ତ ଇଞ୍ଜିନିୟରିଂ ପରେ ତୁମେ ଗୋଟେ ଯେତେବେଳେ କ୍ରିକେଟ୍ ଖେଳିବାକୁ ଯିବ, ସେଇଟା ଗୋଟେ ପସିବୁଲ୍ କଥା ନୁହଁ। ତୁମର ଗୋଟେ 22-23 ବର୍ଷ, 24 ବର୍ଷରେ କ୍ରିକେଟ୍ ଅଣ୍ଡର-19, ଅଣ୍ଡର-14, ଅଣ୍ଡର-16, ଅଣ୍ଡର-12 ଏଗୁଡ଼ା ତୁମେ କିଛି ଖେଳିନ, ତୁମେ ଡାଇରେକ୍ଟ ଯାଇକି 25 ବର୍ଷ ବୟସରେ ତୁମେ ଯଦି କ୍ରିକେଟ୍ ଖେଳିବାକୁ ଯିବ, ତ ହେଇପାରିବନି ନା। ତ ଏଇଭଳିଆ ସିଚୁଏସନ୍ ଭିତରେ ମୋର ମନ ଟିକେ ଭାଙ୍ଗିଗଲା। ମୁଁ କହିଲି ନାଇଁ, ଏଠି ହେଇପାରିବନି, ତ ଯିବା ଆଉ ଗୋଟେ କ'ଣ କରିବା। ତ ମୁଁ ଆସିକିରି ତାପରେ ମୁଁ ଆସି ବାଙ୍ଗଲୋର ପହଞ୍ଚିଲି। ବାଙ୍ଗଲୋରରେ ସାଙ୍ଗମାନେ ଥିଲେ, ତାପରେ ବାଙ୍ଗଲୋରରେ ମୁଁ ଜବ୍ ଷ୍ଟାର୍ଟ କରିଥିଲି ସଫ୍ଟୱେରରେ। ତ ଏଇଭଳିଆ ମୋର କ୍ୟାରିୟର୍ ଥିଲା। ତ ମୋର ବି କ୍ରିକେଟ୍ ଜର୍ଣ୍ଣି ଏଇଭଳିଆ ଥିଲା। ମୁଁ ଦିଲ୍ଲୀରେ ବହୁତ ଦିନ, ତଥାପି 2-4 ମାସ 6 ମାସ ରହିଛି। 6 ମାସ ରହିକିରି ଗ୍ରାଉଣ୍ଡରେ ଆମର ଯେଉଁ ବହୁତ ନର୍ମାଲ୍ ପଡ଼ିଆ ଗୁଡ଼ା ଦିଲ୍ଲୀରେ ଥାଏ, ଗୋଟେ ଗୋଟେ ପଡ଼ିଆରେ ମିନିମମ୍ ସଟର୍ଡେ ସଣ୍ଡେ ତ ଆପଣ ଯିବେ ଦେଖିବେ, ଗୋଟେ ଫିଲ୍ଡରେ ମିନିମମ୍ 20ଟା ଖଣ୍ଡେ ଟିମ୍ ଖେଳୁଥିବେ। କାହିଁକିନା ଆପଣ ଜାଣିପାରିବେନି କେଉଁ ଟିମ୍ କାହା ସହିତ ଖେଳୁଛି, କାହା ବଲ୍ କେଉଁଠିକି ଯାଉଛି। ତ ଆପଣ ଗୋଟେ ଖେଳୁଥିବେ, ଆପଣ ବଲ୍ ଆଉ ଗୋଟେ କେଉଁଠି ପଳେଇବ। ସିଏ ଆଉ ଗୋଟେ ଗ୍ରାଉଣ୍ଡରେ ଆଉ ଗୋଟେ ପିଲା ସେଇ ଗ୍ରାଉଣ୍ଡରେ ସେମ୍ ଗ୍ରାଉଣ୍ଡରେ ଆଉ ଗୋଟେ ଟିମ୍ ଖେଳୁଥିବ, ତାଙ୍କ ବଲ୍ ତମ ଆଡ଼କୁ ପଳେଇ ଆସୁଥିବ। ଏଇଭଳିଆ ସିଚୁଏସନ୍ ଭିତରେ ମୁଁ ବହୁତ ପିଲାଙ୍କ ସାଙ୍ଗରେ ମ୍ୟାଚ୍ ଫ୍ୟାଚ୍ ଖେଳିଲି। ତାପରେ ମନ ଛାଡ଼ିଗଲା ଧୀରେ ଧୀରେ। ତ ମୁଁ ଦେଖିଲି କିଛି ମୋ ଏଜ୍ ଯେଉଁ ଭଳିଆ ହେଲାଣି, 23-24 ବର୍ଷରେ ପିଲା ଜବ୍ କରିକି ପଇସା ରୋଜଗାର କରି ବାପା ମାଆଙ୍କୁ ଚଳାଉଛନ୍ତି। ତ ମୁଁ ଏ ଏଜ୍ରେ ଆସିକିରି ବୁଢ଼ା ବୟସରେ ତୁମେ ଯଦି ଆସିବ ଅଣ୍ଡର-25 ଡାଇରେକ୍ଟ ଖେଳିବାକୁ, ତ ସେଇଟା ପସିବୁଲ୍ ନୁହଁ। ଦିଲ୍ଲୀ ଯେଉଁ କଣ୍ଡିସନ୍, ଦିଲ୍ଲୀର ଯେଉଁ ଆକ୍ଚୁଆଲି ଏବେ ଲେବୁଲ୍ ହେଲାଣି ଦିଲ୍ଲୀରେ ବର୍ତ୍ତମାନ, ଏବେ ଯେଉଁ ପିଲା ସବୁ ବାହାରୁଛନ୍ତି, ଦିଲ୍ଲୀ ରଞ୍ଜି ହେଉ, ଆମର ଦିଲ୍ଲୀ IPL ଟିମ୍ ହୁଅନ୍ତୁ, ଦିଲ୍ଲୀ କ୍ୟାପିଟାଲ୍ ହେଉ, ତ ବହୁତ ଆକ୍ଚୁଆଲି ବହୁତ କମ୍ପିଟିସନ୍ ହେଇଗଲାଣି। ତ ସେଠି ତୁମେ ଖେଳିବା, ସେଠି ଜବ୍ ପାଇବା, ସେଠି ତୁମେ ଜବ୍ କରିକି ବି ଖେଳିବା, ଏଇଟା ପସିବୁଲ୍ କଥା ନୁହଁ। ମୁଁ ବି ବହୁତ ଜବ୍ ଟ୍ରାଏ କଲି ଦିଲ୍ଲୀରେ। ତ ଅଟୋମୋବାଇଲ୍ ସେକ୍ଟର, ଯେହେତୁ ମୋର ମେକାନିକାଲ୍ ବ୍ରାଞ୍ଚ ଥିଲା, ମୁଁ ବି ଅଟୋମୋବାଇଲ୍ ସେକ୍ଟରରେ ଟ୍ରାଏ କରୁଥିଲି। ତ ମୁଁ ବି ବହୁତ ଇଣ୍ଟରଭ୍ୟୁ ଦେଉଥିଲି। ମୋର ମଉସା ଜଣେ ଥିଲେ ଗୁଡ଼ଗାଁও ନୋଇଡ଼ାରେ, ସେ ଆକ୍ଚୁଆଲି ଜବ୍ କରୁଥିଲେ। ତ ସେଠି ସେ ରହୁଥିଲେ, ତାଙ୍କ ଘରେ ରହିକିରି ମୁଁ ବି ବହୁତ ଇଣ୍ଟରଭ୍ୟୁ ହେରିକା ଦେଇଛି ଯାଇ, ତଥାପି ସେଠି କିଛି ହେଲାନି। ତ ସାଲାରୀ ଆପଣମାନେ ଶୁଣିଲେ ତ ଜାଣିଥିବେ ଅଟୋମୋବାଇଲ୍ ସେକ୍ଟରରେ ସାଲାରୀ କେତେ।
ତ ବହୁତ ଲୋ ସାଲାରୀ, ସେଠି ସର୍ଭାଇଭ୍ କରିବା ବହୁତ ଡିଫିକଲ୍ଟ। ଦିଲ୍ଲୀ ଭଳିଆ ଜାଗାରେ ଖର୍ଚ୍ଚ ଆପଣ ଜାଣିଥିବେ କେତେ ଖର୍ଚ୍ଚ। ଯେହେତୁ ମୋ ଫ୍ୟାମିଲି ରହୁଥିଲେ, ମୁଁ ଯାଇଥିଲି କିଛି ଦିନ ଦେଖିଲି, କିଛି ହେଲାନି ଯେହେତୁ, ତ ମୁଁ ଓଡ଼ିଶା ରିଟର୍ନ କରିଥିଲି। ଓଡ଼ିଶା ରିଟର୍ନ କଲା ପରେ ମୁଁ ବାଙ୍ଗଲୋର ଆସିଥିଲି। ବାଙ୍ଗଲୋର ଆସିକିରି, ବାଙ୍ଗଲୋର ଆସିବା ଷ୍ଟୋରି ବି ମୁଁ ଆପଣଙ୍କୁ ଜଣେଇବି, କେମିତି କ'ଣ ବାଙ୍ଗଲୋର ଆସିଲି, କେମିତି କ'ଣ ଜବ୍ ପାଇଲି, ମୁଁ ଆପଣଙ୍କୁ ଆଉ ଗୋଟେ ଭିଡ଼ିଓ କରିକିରି ଆପଣଙ୍କୁ ଜଣେଇବି। ତ ଏଇଭଳିଆ ଷ୍ଟୋରି ଥିଲା ମୋର କ୍ରିକେଟ୍ର ଜର୍ଣ୍ଣି, ମୋ କ୍ରିକେଟ୍କୁ ଭଲ ପାଇବା, କ୍ରିକେଟ୍ ମୁଁ କେତେ ଦେଖେ, କ୍ରିକେଟ୍ ମୁଁ କେତେ ଖେଳେ। ତ ଏବେ ଯେହେତୁ ଜବ୍ ଫବ୍ ହେଲାଣି, ଟାଇମ୍ ଫାଇମ୍ ମିଳୁନି, ସଟର୍ଡେ ସନ୍ଡେ କେତେବେଳେ କ'ଣ ଟାଇମ୍ ମିଳିଲେ ସାଙ୍ଗମାନେ ମୋର ଅଛନ୍ତି, ସାଙ୍ଗ କିଛି ଅଛନ୍ତି, ସିଏ ଟିକେ ଭାରି କ୍ରିକେଟ୍ ପ୍ରେମୀ, ସିଏ ବି ମୋରି ଭଳିଆ। ତ ସେମାନେ ଗୋଟେ ମ୍ୟାଚ୍ ଫ୍ୟାଚ୍ କେତେବେଳେ କଲେ, ଆମର ଏଠି ଅଛି ଗୋଟେ ଟିମ୍ ଅଛି ବାଙ୍ଗଲୋରରେ, ତ ଆମେ ସାଙ୍ଗ ହିଁ ଖେଳୁଛୁ। ତ ଆପଣମାନେ ଯେଉଁମାନେ ବାଙ୍ଗଲୋର ରହୁଛନ୍ତି, ଯେଉଁମାନେ ଭିଡ଼ିଓ ଦେଖୁଥିବେ, ଆପଣମାନଙ୍କ ଯାହାର ବି ଇଣ୍ଟରେଷ୍ଟ ଅଛି ଆମ ଟିମ୍ରେ ଜଏନ୍ କରିବା ପାଇଁ, ଆମ ଟିମ୍ରେ ଆସି ଖେଳିବା ପାଇଁ, ଆମର ଗୋଟେ ଟିମ୍ ଅଛି, ଆମର ଗୋଟେ ଗ୍ରୁପ୍ ଅଛି, ହ୍ୱାଟ୍ସଆପ୍ରେ ଗୋଟେ ଗ୍ରୁପ୍ ବନେଇଛୁ। ତ ଆପଣ ଜଏନ୍ କରିପାରିବେ। ବାଙ୍ଗଲୋର ଯେଉଁମାନେ ରହୁଛନ୍ତି ଓଡ଼ିଆ ଭାଇମାନେ, ଯିଏ ବି ଭିଡ଼ିଓ ଦେଖୁଛନ୍ତି, ତ ଆପଣ ଜଏନ୍ କରିପାରିବେ ଆମ ସହିତ, କିଛି ଅସୁବିଧା ନାହିଁ। ତ ଏଇଭଳିଆ କ୍ରିକେଟ୍ ଷ୍ଟୋରି ଥିଲା। ଏବେ ତ ବେଶୀ ଟାଇମ୍ ମିଳୁନି, କେତେବେଳେ ମ୍ୟାଚ୍ ହେଉଛି, କେତେବେଳେ ପଳାଉଛି, କେତେବେଳେ ସରିଯାଉଛି, ଆମେ ବି ଜାଣିପାରୁନୁ। ତ ମୋର ଏଇଭଳିଆ ଜଣେ ଅନଷ୍ଟୋଲ୍ଡ ଷ୍ଟୋରି ଥିଲା ମୋର କ୍ରିକେଟ୍ରୁ ଭଲ ପାଇବା, କ୍ରିକେଟ୍ ପାଇଁ ପ୍ରେମ, କ୍ରିକେଟ୍ରୁ କେତେ ଆମେ ଭଲ ପାଉ, କ୍ରିକେଟ୍ରୁ କେତେ ଭଲ, କ୍ରିକେଟ୍ ବି ଛୋଟବେଳେ ବହୁତ ବି ଖେଳିଛୁ, ମାଡ଼ ଖାଇଛୁ, ମାଡ଼ ଗାଳି ଖାଇକିରି କ୍ରିକେଟ୍ ଖେଳିଛୁ। ତ ଯେହେତୁ ଆମେ ଗୋଟେ କିଛି ଲେଭେଲ୍ରେ ହେଇପାରିଲୁନି, ତ ଯେହେତୁ ଆମେ ବିରାଟ କୋହଲି, MS ଧୋନି, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ସୌରଭ ଗାଙ୍ଗୁଲି, ତ ଲର୍ଡ଼ସରେ ସୌରଭ ଗାଙ୍ଗୁଲି ଯେଉଁ ଟି ସାର୍ଟ ବୁଲେଇବା, ତ ଏଇଭଳିଆ ଆମେ ବି ଫ୍ୟାନ୍ ସମସ୍ତଙ୍କ ଭଳି। ତ ଆପଣଙ୍କୁ ଏ ଭିଡ଼ିଓଟା ଯଦି ଭଲ ଲାଗିଥିବ, ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆପଣ ବି ଯଦି କ୍ରିକେଟ୍କୁ ଭଲ ପାଆନ୍ତି, ଆପଣ ବି ଯଦି ଆପଣଙ୍କ କିଛି ଷ୍ଟୋରି ଅଛି, ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିବେ।